आपण मानकु मिलिବାକୁ ଯାଉଛି କିଷାନ ଯୋଜନା ଅଧୀନରେ 2000 ଟଙ୍କା କେଉଁ ତାରିଖରେ ପାଇବ ତାରିଖ ମଧ୍ୟ ଧାର୍ଯ୍ୟ ହେଲା। ତେବେ କେଉଁମାନେ ପାଇବେ କଣ ରହିଛି ଅପଡେଟ୍ ଏ ନେଇ ସରକାରଙ୍କ ତରଫରୁ ଜାରି ହେଲା ଏକ ବଡ଼ ଘୋଷଣା। ଆମେ ଭିଡିଓରେ ଜାଣିବା, ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ତା ପୂର୍ବରୁ ଭିଡିଓକୁ ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରିନଥିଲେ ଏବେ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ହିତାଧିକାରୀଙ୍କ ପାଇଁ ଖୁସି ଖବର। 19ତମ କିସ୍ତିର ଅପେକ୍ଷାରେ ଥିବା ଲାଭାର୍ଥୀଙ୍କ ପାଇଁ ଆସିଛି ବଡ଼ ଅପଡେଟ୍। ସରକାରଙ୍କ ତରଫରୁ 19ତମ କିସ୍ତି ଟଙ୍କା ପ୍ରଦାନ ତାରିଖ ଧାର୍ଯ୍ୟ କରାଯାଇଛି। ରିପୋର୍ଟ ଅନୁସାରେ ଫେବୃଆରୀ 24ରେ ଦେଶର ପ୍ରାୟ 9 କୋଟି ଚାଷୀଙ୍କ ଖାତାକୁ 2000 ଟଙ୍କା ଲେଖାଏଁ ସରକାର ପ୍ରଦାନ କରିବେ। ତା ଛଡ଼ା ସରକାର ପକ୍ଷରୁ ଦିଆଯାଉଥିବା ସୂଚନା ଅନୁସାରେ ଫେବୃଆରୀ 24ରେ ବିହାରରୁ 19ତମ କିସ୍ତି ଚାଷୀଙ୍କ ଆକାଉଣ୍ଟକୁ ପଠାଇବେ ପ୍ରଧାନମନ୍ତ୍ରୀ। ଏହା ପୂର୍ବରୁ ଏହି ଯୋଜନାରେ 18ତମ କିସ୍ତି ଅକ୍ଟୋବର 5ରେ ମହାରାଷ୍ଟ୍ରରୁ ଜାରି କରାଯାଇଥିଲା। ତେବେ ପିଏମ୍ ମୋଦି ଡିବିଟି ଜରିଆରେ 9.5 କୋଟି ଚାଷୀଙ୍କ ଆକାଉଣ୍ଟକୁ ଏହି ଟଙ୍କା ପଠାଇବେ। ସରକାର ଏହି କିସ୍ତି ପାଇଁ 20,000 କୋଟିରୁ ଅର୍ଥ ବ୍ୟୟ ବରାଦ କରିବେ। ତେବେ ପିଏମ୍ କିଷାନର ଉଦ୍ଦେଶ୍ୟ ଛୋଟ ଓ ସୀମାନ୍ତ କୃଷକଙ୍କୁ ଆର୍ଥିକ ସ୍ଥିରତା ପ୍ରଦାନ କରିବା। ଏହାଦ୍ୱାରା ଚାଷୀଙ୍କୁ ଦେଶର ଉତ୍ପାଦନ ବଢ଼ାଇବା ପାଇଁ ପ୍ରୋତ୍ସାହନ କରିବା ଓ ନିଜର ଜୀବିକା ସୁରକ୍ଷିତ ହୋଇପାରିବ। ଆଉ ଆପଣମାନେ ଚାହିଁଲେ ଏ କିଷାନ ଯୋଜନା ଅଧୀନରେ ଲିଷ୍ଟ ବି ଚେକ୍ କରିପାରିବେ, ଯାହାକି ଏହି ଲିଷ୍ଟରେ ଯେଉଁମାନଙ୍କର ନାମ ଥିବ ସେମାନଙ୍କୁ ମଧ୍ୟ ମିଳିବାକୁ ଯାଉଛି ଟଙ୍କା। ତେବେ ଲିଷ୍ଟ ଦେଖିବା ପାଇଁ ହେଲେ ଆର ୱେବସାଇଟ୍ ଭିଜିଟ୍ କରିବେ, ଯାହାର ଲିଙ୍କ ଆମେ ଡେସ୍କ୍ରିପ୍ସନରେ ଦେଇଦେବୁ। এইଠି ଦେଖନ୍ତୁ ବେନିଫିସିଆରୀ ଲିଷ୍ଟ ଲେଖାଇଛି, ବାସ୍ ତାରି ଉପରେ କ୍ଲିକ୍ କରିବେ। ତାପରେ ଦେଖନ୍ତୁ ଆପଣଙ୍କ ସାମ୍ନାରେ ଷ୍ଟେଟ୍ ଆସିବ। ତ ଯେହେତୁ ଆମେ ଓଡ଼ିଶା, ଦେଖନ୍ତୁ ମୁଁ ଓଡ଼ିଶାରେ ସିଲେକ୍ଟ କଲି। ଡିଷ୍ଟ୍ରିକ୍ଟ ଆପଣ ଯେଉଁ ଡିଷ୍ଟ୍ରିକ୍ଟ ଦେବେ, ସବ୍ ଡିଷ୍ଟ୍ରିକ୍ଟ ଆପଣଙ୍କର ଯାହା ବି ଥିବ ଦେବେ। ଦେନ୍ ତାପରେ ଆପଣଙ୍କର ବ୍ଲକ ଫିଲ୍ଅପ୍ କରିବାକୁ ପଡ଼ିବ। ଦେଖନ୍ତୁ ଆମେ ବ୍ଲକ ଦେଇଦେବା। ତାପରେ ଆପଣ ଭିଲେଜ ଦେବେ। এইଠି ସାଇଟ୍ରେ ଗେଟ୍ ରିପୋର୍ଟ ରହିଛି, ତାରି ଉପରେ କ୍ଲିକ୍ କରିବେ। ଦେଖନ୍ତୁ ମୁଁ ଆଉ ଥରେ ଦେଖାଇ ଦେଉଛି। ତ ସେଟା ଦେଖେଇଲାନି। ତ এই ପ୍ରୋସେସରେ ମଧ୍ୟ ଆପଣ ଚେକ୍ ବି କରିଦେଇ ପାରିବେ। ବେଳେବେଳେ ନଟ୍ ରେକର୍ଡ ମଧ୍ୟ ଲେଖିଲା। ତ এই ପ୍ରୋସେସରେ ଆପଣମାନେ ନିଜ ନିଜର ଚେକ୍ କରିଦେଇ ପାରିବେ। ଦେଖନ୍ତୁ ଅଲରେଡି ଲିଷ୍ଟ ଆସିଅଛି। এই ଲିଷ୍ଟରେ ଯେଉଁମାନଙ୍କର ନାମ ଥିବ ସେମାନଙ୍କୁ ମଧ୍ୟ ମିଳିବ ଟଙ୍କା। ତେବେ ଲିଷ୍ଟ ଚେକ୍ କରିବା ପାଇଁ ହେଲେ ଆମେ ଲିଙ୍କ ଦେଇଛୁ ଡେସ୍କ୍ରିପ୍ସନରେ, ଆପଣମାନେ ଯାଇ ମଧ୍ୟ ଚେକ୍ କରିଦିଅନ୍ତୁ।